ଅଥ ଷଷ୍ଠୀତମ ଦେହ ପୌଣ୍ଡ୍ରକ ଓ କାଶୀରାଜଙ୍କ ଉଦ୍ଧାର। ସୁଖଦେବ କହିଲେ, ପରୀକ୍ଷିତ, ଭଗବାନ ବଳରାମ ନନ୍ଦଙ୍କ ବ୍ରଜକୁ ଆସିଥାନ୍ତି। ଏହି ସମୟରେ କରୁଷ ଦେଶର ଅଜ୍ଞାନୀ ରାଜା ପୌଣ୍ଡ୍ରକ ନିଜକୁ ଭଗବାନ ମଣୁଥିବାରୁ କୃଷ୍ଣଙ୍କ ନିକଟକୁ ଜଣେ ଦୂତ ହାତରେ ଏହି ସନ୍ଦେଶ ପଠାଇଲେ। ମୁଁ ହେଉଛି ଭଗବାନ ବାସୁଦେବ। ମୂର୍ଖ ଲୋକେ ତାଙ୍କୁ ପ୍ରଶଂସା କରି କହୁଥିଲେ ଯେ ସେ ହିଁ ହେଉଛନ୍ତି ଭଗବାନ ବାସୁଦେବ ଓ ସେ ପୃଥିବୀକୁ ରକ୍ଷା କରିବା ନିମନ୍ତେ ଅବତୀର୍ଣ୍ଣ ହୋଇଛନ୍ତି। ଏପରି ମିଥ୍ୟା ପ୍ରଶଂସାର ଫଳସ୍ୱରୂପ ସେ ମୂର୍ଖ ରାଜା ନିଜକୁ ଭଗବାନ ବୋଲି ଧରି ବସିଲେ। ପିଲାମାନେ ଖେଳିଲା ବେଳେ ଯେପରି ନିଜ ଭିତରୁ ଜଣକୁ ରାଜା ବୋଲି ମାନନ୍ତି ଏବଂ ସେହି ପିଲାଟି ଅନ୍ୟମାନଙ୍କ ସହିତ ରାଜା ପରି ବ୍ୟବହାର କରେ, ମନ୍ଦାମତୀ ପୌଣ୍ଡ୍ରକ ସେହିପରି ନିଜକୁ ଭଗବାନ ବୋଲି ମନେ କଲେ ଏବଂ ଅଚିନ୍ତ୍ୟଗତି ଭଗବାନଙ୍କର ଲୀଳା ଓ ରହସ୍ୟ ନ ଜାଣି ଦ୍ୱାରକାକୁ ନିଜର ଦୂତ ପଠାଇଥିଲେ। ପୌଣ୍ଡ୍ରକଙ୍କ ଦୂତ ଦ୍ୱାରକା ଆସି ରାଜସଭାରେ ବସିଥିବା କମଳନୟନ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ରାଜାଙ୍କର ଏ ସନ୍ଦେଶ ଶୁଣାଇଲା। ଏକମାତ୍ର ମୁଁ ହିଁ ବାସୁଦେବ, ଅନ୍ୟ କିଏ ବାସୁଦେବ ହୋଇନପାରେ। ପ୍ରାଣୀମାନଙ୍କୁ କୃପା କରିବା ନିମନ୍ତେ ମୁଁ ଅବତାର ଗ୍ରହଣ କରିଛି। ତୁମେ ମିଛଟାରେ ନିଜ ନାମ ବାସୁଦେବ ବୋଲି କହୁଛ। ଏଥର ତୁମେ ବାସୁଦେବ ନାମ ଛାଡ଼ିଦିଅ। ହେ ଯଦୁବଂଶୀ, ତୁମେ ମୂର୍ଖତାବଶତଃ ମୋର ଚିହ୍ନ ଧାରଣ କରିଛ, ତାହା ଛାଡ଼ିଦେଇ ଆସି ମୋର ଶରଣ ବସ। ଯଦି ମୋ କଥା ସ୍ୱୀକାର କରୁନାହ, ତେବେ ମୋ ସହିତ ଯୁଦ୍ଧ କର। ସୁଖଦେବ କହିଲେ, ହେ ପରୀକ୍ଷିତ, ମନ୍ଦାମତୀ ପୌଣ୍ଡ୍ରଙ୍କର ବଡ଼ିମା ଶୁଣି ଉଗ୍ରସେନ ଆଦି ସଭାସଦମାନେ ହସିବାରେ ଲାଗିଲେ। ସେମାନଙ୍କର ହସ ବନ୍ଦ ହେବା ପରେ ଭଗବାନ ଶ୍ରୀକୃଷ୍ଣ ପୌଣ୍ଡ୍ରକର ଦୂତକୁ କହିଲେ, ତୁମେ ଯାଇ ତୁମ ରାଜାଙ୍କୁ ମୋର ଏ କଥା ଶୁଣାଇ ଦିଅ। ରେ ମୂଢ଼, ମୁଁ ମୋର ଚକ୍ର ଆଦି ଚିହ୍ନ ତୋ କଥାରେ ନ ଛାଡ଼ି ତୋ ଉପରକୁ ଛାଡ଼ିବି। କେବଳ ତୋ ଉପରକୁ ନୁହେଁ, ଯେଉଁମାନଙ୍କର ମିଥ୍ୟା ପ୍ରଶଂସା ଶୁଣି ତୁ ଏପରି ଫୁଲି ଉଠୁଛୁ, ସେମାନଙ୍କ ଉପରକୁ ମଧ୍ୟ ଛାଡ଼ିବି। ରେ ମୂର୍ଖ, ତୁ ସେତେବେଳେ ମୁହଁ ମାଡ଼ି ହୋଇ ତଳେ ପଡ଼ିଯିବୁ ଏବଂ ତୋ ଦେହଟାକୁ ଚିଲ, ଶାଗୁଣା, ଚଞ୍ଚଣ ଆଦି ମାଂସଭୋଜୀ ପକ୍ଷୀମାନେ ଘେରିଯିବେ। ସେତେବେଳେ ତୁ ମୋର ଶରଣଦାତା କ'ଣ ହେବୁ, ବରଂ ତୁ ନିଜେ ସେହି ପକ୍ଷୀମାନଙ୍କ ଶରଣ ବସିବୁ, ଯେଉଁମାନେ କି ତୋତେ ଖୁମ୍ପି ତୋର ମାଂସ ଖାଇଯାଉଥିବେ। ହେ ପରୀକ୍ଷିତ, ଭଗବାନଙ୍କର ଏହି ତିରସ୍କାରପୂର୍ଣ୍ଣ ସନ୍ଦେଶ ନେଇ ସେ ଦୂତ ଚାଲିଗଲା ଏବଂ ଯାଇ ପୌଣ୍ଡ୍ରକଙ୍କୁ ତାହା ଶୁଣାଇଲା। ଏପଟୁ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ରଥ ଆରୋହଣ ପୂର୍ବକ ଯାଇ କାଶୀ ଆକ୍ରମଣ କଲେ। କାରଣ କରୁଷର ରାଜା ସେତେବେଳେ ତାଙ୍କ ମିତ୍ର କାଶୀରାଜଙ୍କ ପାଖରେ ରହୁଥିଲେ। ଭଗବାନ ଶ୍ରୀକୃଷ୍ଣ ଆକ୍ରମଣ କଲେଣି ଶୁଣି ମହାରଥୀ ପୌଣ୍ଡ୍ରକ ମଧ୍ୟ ଦୁଇ ଅକ୍ଷିଣୀ ସୈନ୍ୟ ଧରି ନଗର ବାହାରକୁ ଚାଲି ଆସିଲେ। କାଶୀ ରାଜା ଥିଲେ ପୌଣ୍ଡ୍ରକର ମିତ୍ର, ତେଣୁ ସେ ମଧ୍ୟ ମିତ୍ରଙ୍କୁ ସାହାଯ୍ୟ କରିବା ଲାଗି 3 ଅକ୍ଷିଣୀ ସୈନ୍ୟ ସହିତ ତାଙ୍କ ପଛରେ ଚାଲିଲେ। ହେ ପରୀକ୍ଷିତ, ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣ ପୌଣ୍ଡ୍ରକଙ୍କୁ ଦେଖିବାକୁ ପାଇଲେ। ସେ ଦେଖିଲେ ପୌଣ୍ଡ୍ରକ ଶଙ୍ଖ, ଚକ୍ର, ତରବାରୀ, ଗଦା, ସାଙ୍ଗ, ଧନୁ ଓ ସୁବର୍ଣ୍ଣ ଚିହ୍ନ ଆଦି ଧାରଣ କରିଛନ୍ତି। ତାଙ୍କ ବକ୍ଷସ୍ଥଳରେ କୃତ୍ରିମ କୌସ୍ତୁଭମଣି ଓ ବନମାଳା ଝୁଲୁଛି। ସେ ରେଶମ ପୀତବସ୍ତ୍ର ପିନ୍ଧିଛନ୍ତି ଓ ତାଙ୍କ ରଥର ଧ୍ୱଜାରେ ଗରୁଡ଼ ଚିହ୍ନ ରହିଛି। ତାଙ୍କ ମସ୍ତକରେ ଅମୂଲ୍ୟ ମୁକୁଟ ଓ କର୍ଣ୍ଣରେ ମକର କୁଣ୍ଡଳ ଝଲସୁଛି। କିନ୍ତୁ ତାଙ୍କର ଏ ସକଳ ବେଶ ଥିଲା କୃତ୍ରିମ। ରଙ୍ଗମଞ୍ଚରେ ଅଭିନୟ କରିବାକୁ ଆସିଥିବା ଅଭିନେତା ଯେପରି ବେଶ ହୋଇଥାଏ, ଏସବୁ ଥିଲା ସେହିପରି ବେଶ। ତାଙ୍କର ବେଶଭୂଷା ପ୍ରଭୁଙ୍କ ନିଜ ବେଶଭୂଷା ପରି ହୋଇଥିବା ଦେଖି ସେ ହସି ଉଠିଲେ। ଦେଖୁ ଦେଖୁ ଶତ୍ରୁମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଉପରକୁ ତ୍ରିଶୂଳ, ଗଦା, ମୁଦ୍ଗର, ଶକ୍ତି, ରୁଷ୍ଟି, ପ୍ରାସ, ତୋମର, ତରବାରୀ, ପଟିଶ, ଶର ଆଦି ଅସ୍ତ୍ରଶସ୍ତ୍ର ବୃଷ୍ଟି କରି ପ୍ରହାର କଲେ। ପ୍ରଳୟକାଳୀନ ଅଗ୍ନି ଯେପରି ସକଳ ପ୍ରକାର ପ୍ରାଣୀଙ୍କୁ ଜାଳି ଭସ୍ମ କରିଦିଏ, ଭଗବାନ ଶ୍ରୀକୃଷ୍ଣ ଯେପରି ଗଦା, ତରବାରୀ, ଚକ୍ର ଓ ତୀର ଆଦି ଅସ୍ତ୍ରଶସ୍ତ୍ର ଦ୍ୱାରା ପୌଣ୍ଡ୍ରକ ତଥା କାଶୀରାଜଙ୍କର ଗଜାରୋହୀ, ଅଶ୍ୱାରୋହୀ, ରଥାରୋହୀ, ପଦାତିକ ସମନ୍ୱିତ ଚତୁରଙ୍ଗିନୀ ସେନାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଲେ। ସେ ରଣଭୂମି ଭଗବାନଙ୍କ ଚକ୍ର ଦ୍ୱାରା ଖଣ୍ଡ ବିଖଣ୍ଡିତ ହୋଇଥିବା ରଥ, ଘୋଡ଼ା, ହାତୀ, ମନୁଷ୍ୟ, ଗଧ ଓ ଓଟଙ୍କ ଦ୍ୱାରା ପୂର୍ଣ୍ଣ ହୋଇଗଲା। ସେ ଦୃଶ୍ୟ ଦେଖି ମନେ ହେଲା ତାହା ବୋଧହୁଏ ଭୂତନାଥ ରୁଦ୍ରଙ୍କର ଭୟଙ୍କର କ୍ରୀଡ଼ାସ୍ଥଳୀ। ସେହି ଦୃଶ୍ୟ ଦେଖି ବୀର ଯୋଦ୍ଧାମାନଙ୍କର ଉତ୍ସାହ ଆହୁରି ବଢ଼ିଗଲା। ଭଗବାନ ପୌଣ୍ଡ୍ରକଙ୍କୁ କହିଲେ, ରେ ପୌଣ୍ଡ୍ରକ, ତୁ ତୋ ଦୂତ ଦ୍ୱାରା କହି ପଠାଇଥିଲୁ ଯେ ମୁଁ ମୋର ଅସ୍ତ୍ର ଶସ୍ତ୍ରାଦି ଛାଡ଼ିଦେବା ଆବଶ୍ୟକ। ତେଣୁ ମୁଁ ସେସବୁକୁ ତୋ ଉପରକୁ ଛାଡ଼ୁଛି। ତୁ ମିଛଟାରେ ମୋର ନାମ ଧରି ନିଜକୁ ଭଗବାନ ବୋଲାଉଛୁ। ତେଣୁ ରେ ମୂର୍ଖ, ଏଥର ମୁଁ ତୋଠାରୁ ମୋର ସେହି ନାମ ମଧ୍ୟ ଛଡ଼ାଇ ଆଣିବି। ବାକି ରହିଲା ତୋ ପାଖରେ ମୋର ଶରଣ ବସିବା କଥା। ଠିକ୍ ଅଛି, ଯଦି ମୁଁ ତୋ ସହିତ ଯୁଦ୍ଧ କରିପାରିବି ନାହିଁ, ତେବେ ତୋ ଶରଣ ବସିବି। ଏପରି ଭାବରେ ପୌଣ୍ଡ୍ରକଙ୍କୁ ତିରସ୍କାର କରି ଭଗବାନ ଶ୍ରୀକୃଷ୍ଣ ତୀକ୍ଷ୍ଣ ଶରମାନେ ମାରି ପୌଣ୍ଡ୍ରକଙ୍କ ରଥକୁ ଖଣ୍ଡ ଖଣ୍ଡ କରିଦେଲେ ଏବଂ ଇନ୍ଦ୍ର ଯେପରି ବଜ୍ର ମାରି ପର୍ବତର ଶିଖର ଭାଙ୍ଗି ପକାଇଥିଲେ, ଭଗବାନ ସେପରି ଚକ୍ର ପ୍ରସାରଣ କରି ତାଙ୍କ ଗଣ୍ଡିରୁ ମୁଣ୍ଡଟାକୁ ଅଲଗା କରିଦେଲେ। ଭଗବାନ ଠିକ୍ ସେହି ରାତିରେ କାଶୀରାଜଙ୍କ ଶିର ମଧ୍ୟ ଚ୍ଛେଦନ କରିଦେଲେ ଏବଂ ବାୟୁ ଯେପରି ପଦ୍ମ ଫୁଲକୁ ଉଡ଼ାଇ ନେଇ ଦୂରରେ ପକାଇଦିଏ, କାଶୀରାଜଙ୍କ ମୁଣ୍ଡଟା ଠିକ୍ ସେପରି ଗଣ୍ଡିରୁ ପୃଥକ ହୋଇ ଯାଇ କାଶୀ ନଗରରେ ପଡ଼ିଲା। ଏପରି ଭାବରେ ତାଙ୍କୁ ଦ୍ରୋହ କରିଥିବା ପୌଣ୍ଡ୍ରକ ସମେତ ତାଙ୍କର ସଖା କାଶୀରାଜଙ୍କୁ ମଧ୍ୟ ବଦ୍ଧ କରି ଭଗବାନ ରାଜଧାନୀ ଦ୍ୱାରକାକୁ ଫେରି ଆସିଲେ। ସେତେବେଳେ ସିଦ୍ଧଗଣ ଭଗବାନଙ୍କର ଅମୃତମୟ କଥା ଗାନ କରୁଥାନ୍ତି। ହେ ଭଗବାନ, ହେ ପରୀକ୍ଷିତ,
ଯେକୌଣସି ଭାବରେ ହେଉନା କାହିଁକି ପୌଣ୍ଡକ ସର୍ବଦା ଭଗବାନଙ୍କ ରୂପକୁ ଚିନ୍ତନ କରୁଥିଲେ। ତେଣୁ ତାଙ୍କର ସକଳ ବନ୍ଧନ ତୁଟିଗଲା। ତା ଛଡ଼ା ସେ ଭଗବାନଙ୍କର କୃତ୍ରିମ ବେଶ ଧାରଣ କରି ରହୁଥିଲେ। ତେଣୁ ଏପରି ଭାବରେ ସେ ବାରମ୍ବାର ପ୍ରଭୁଙ୍କ ରୂପକୁ ସ୍ମରଣ କରିଥିବାରୁ ତାଙ୍କ ଭଗବାନଙ୍କର ସାରୂପ୍ୟ ପ୍ରାପ୍ତ ହେଲା। ଏପଟେ କାଶୀରେ ରାଜନବର ଆଗରେ ଗୋଟିଏ କୁଣ୍ଡଳମଣ୍ଡିତ ମୁଣ୍ଡ ଖସି ପଡ଼ିବା ଦେଖି ଲୋକେ ନାନା ପ୍ରକାର ସନ୍ଦେହ କଲେ। ଏଇଟା କ'ଣ? ଏହା କାହାର ମୁଣ୍ଡ? ବୋଲି ଲୋକେ ବିସ୍ମୟରେ ପଡ଼ିଗଲେ। ତାହା କାଶୀରାଜଙ୍କ ମୁଣ୍ଡ ବୋଲି ଜଣାପଡ଼ିବା ପରେ ରାଣୀମାନେ, ରାଜପରିବାର ଲୋକେ ତଥା ନାଗରିକମାନେ ହା ନାଥ, ହା ରାଜନ, ହା ଆମର ସର୍ବନାଶ ହୋଇଗଲା ଏପରି ବାହୁନି ବିଳାପ କରିବାକୁ ଲାଗିଲେ। କାଶୀରାଜଙ୍କ ପୁଅର ନାମ ଥିଲା ସୁଦକ୍ଷିଣ। ସେ ପିତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରିସାରି ମନେ ମନେ ସ୍ଥିର କଲା ଯେ ସେ ତା ପିତୃଘାତୀକୁ ମାରିଦେଲେ ହିଁ ପିତୃ ଋଣରୁ ମୁକ୍ତ ହୋଇପାରିବ। ଏପରି ନିର୍ଣ୍ଣୟ କରି ସେ ତାର କୁଳ ପୁରୋହିତ ଓ ଆଚାର୍ଯ୍ୟମାନଙ୍କ ସାହାଯ୍ୟରେ ଅତ୍ୟନ୍ତ ଏକାଗ୍ରତା ସହିତ ଶିବଙ୍କ ଆରାଧନା କଲା। ତାର ଆରାଧନାରେ ପ୍ରସନ୍ନ ହୋଇ ଭଗବାନ ଶିବ ବର ମାଗିବାକୁ କହିବାରୁ ସୁଦକ୍ଷିଣ ବର ମାଗିଲା, ମୁଁ ମୋର ପିତୃଘାତୀକୁ କିପରି ବଧ କରିବି ତାର ଉପାୟ କହିଦିଅନ୍ତୁ। ଭଗବାନ ଶିବ କହିଲେ, ତୁମେ ବ୍ରାହ୍ମଣମାନଙ୍କ ସହିତ ମିଶି ଯଜ୍ଞ ଦେବତା ଋତୁଗ୍ରଜ ଦକ୍ଷିଣାଗ୍ନିଙ୍କୁ ଅଭିଚାର ବିଧିରେ ଆରାଧନା କର। ତାପରେ ସେ ଅଗ୍ନି ପ୍ରମଥଗଣଙ୍କ ସହିତ ପ୍ରକଟିତ ହେବେ। ତାଙ୍କୁ ତୁମେ କେବଳ ବ୍ରାହ୍ମଣମାନଙ୍କର ଅଭକ୍ତଙ୍କ ଉପରେ ପ୍ରୟୋଗ କଲେ ସେ ତୁମର ସଂକଳ୍ପ ସିଦ୍ଧ କରିବେ। ଶିବ ଆଜ୍ଞା ପାଇ ସୁଦକ୍ଷିଣ ଉପଯୁକ୍ତ ବିଧିବିଧାନ ସହିତ ଯଜ୍ଞାନୁଷ୍ଠାନ କଲା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଅଭିଚାର ଅର୍ଥାତ୍ ମାରଣର ପୁରସ୍ଚରଣ କରିବାକୁ ଲାଗିଲା। ଅଭିଚାର ପୂର୍ଣ୍ଣ ହେଉ ଅତି ଭୀଷଣ ଅଗ୍ନି ମୂର୍ତ୍ତିମାନ ହୋଇ ଯଜ୍ଞକୁଣ୍ଡରୁ ପ୍ରକଟ ହୋଇଗଲେ। ତାଙ୍କର କେଶ ଓ ଦାଢ଼ି ନିଶ ଉତ୍ତପ୍ତ ତମ୍ବା ପରି ଲାଲ ହୋଇଥାଏ ଓ ଚକ୍ଷୁରୁ ଅଗ୍ନି ବର୍ଷା ହେଉଥାଏ। ଭୟଙ୍କର ଦାନ୍ତ ଓ ବକ୍ର ଭ୍ରୁକୁଟି ଯୋଗୁଁ ତାଙ୍କ ମୁଖ ବିକଟାଳ ଦିଶୁଥାଏ। ସେ ଲହ ଜୀଭ ବାହାର କରି ପାଟିର ଉଭୟ କୋଣକୁ ଚାଟି ପକାଉଥାନ୍ତି। ନଗ୍ନ ଶରୀର, ହାତରେ ଭୟଙ୍କର ତ୍ରିଶୂଳଟାକୁ ସେ ବାରମ୍ବାର ଘୁରାଉଥାନ୍ତି। ସେଥିରୁ ଅଗ୍ନିଶିଖା ବାହାରି ପଡ଼ୁଥାଏ। ଗୋଡ଼ ଦୁଇଟା ହୋଇଥାଏ ତାଳଗଛର ଗଣ୍ଡି ପରି ବିରାଟ। ସେ ନିଜର ପ୍ରବଳ ବେଗରେ ପୃଥିବୀକୁ ପ୍ରକମ୍ପିତ କରି ଏବଂ ଜଳରେ ଦଶଦିଗକୁ ଦଗ୍ଧ କରି ଦ୍ୱାରକା ଆଡ଼କୁ ଧାଇଁଲେ ଏବଂ ଚାହୁଁ ଚାହୁଁ ଯାଇ ଦ୍ୱାରକାରେ ପହଞ୍ଚିଗଲେ। ତାଙ୍କ ସହିତ ବହୁ ଭୂତପ୍ରେତ ମଧ୍ୟ ଥାନ୍ତି। ସେ ଅଭିଚାର ଅଗ୍ନି ଅତି ନିକଟରୁ ଚାଲି ଆସିବାରୁ ବଣରେ ନିଆଁ ଲାଗିଗଲେ ହରିଣମାନେ ଯେପରି କାତର ହୋଇ ଉଠନ୍ତି, ଦ୍ୱାରକାବାସୀମାନେ ସେପରି ଭୟରେ କାତର ହୋଇଗଲେ। ଲୋକେ ଅତ୍ୟନ୍ତ ଭୟଭୀତ ହୋଇ ଭଗବାନ ପାଖକୁ ଧାଇଁଲେ। ଭଗବାନ ସେତେବେଳକୁ ସଭାରେ ବସି ପଶା ଖେଳୁଥାନ୍ତି। ଲୋକେ ପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ତ୍ରିଲୋକର ଏକମାତ୍ର ସ୍ୱାମୀ, ଏକ ଭୟଙ୍କର ଅଗ୍ନି ଦ୍ୱାରକାପୁରୀକୁ ଭସ୍ମ କରିବାକୁ ମାଡ଼ି ଆସୁଛି, ଆମକୁ ରକ୍ଷା କରନ୍ତୁ। ଆପଣଙ୍କ ବିନା ତା ମୁହଁରୁ ଆମକୁ କେହି ରକ୍ଷା କରିପାରିବେ ନାହିଁ। ଶରଣାଗତ ବତ୍ସଳ ଭଗବାନ ଦେଖିଲେ ଯେ ସ୍ୱଜନମାନେ ଭୟଭୀତ ହୋଇଯାଇଛନ୍ତି। ସେମାନେ ବିକଳ ହୋଇ ରକ୍ଷା କର ବୋଲି ପ୍ରାର୍ଥନା କରୁଛନ୍ତି। ତେଣୁ ସେ ହସି ହସି କହିଲେ, ଡର ନାହିଁ, ମୁଁ ତୁମକୁ ରକ୍ଷା କରିବି। ଏପରିକି ତ ଭଗବାନ ସମସ୍ତଙ୍କ ଭିତର ବାହାର ସବୁ କଥା ଜାଣନ୍ତି। ସେ ଜାଣିଗଲେ ଯେ ସେଇ ଯେଉଁ ଅଗ୍ନି ଆସିଛି ତାହା ହେଉଛି କାଶୀରୁ ଆସିଥିବା ମାହେଶ୍ୱରୀ କୃତ୍ୟା। ତାହାର ପ୍ରତିକାର କରିବାକୁ ସେ ତାଙ୍କ ପାଖରେ ଥିବା ସୁଦର୍ଶନ ଚକ୍ରକୁ ଆଜ୍ଞା ଦେଇଥିଲେ। ଭଗବାନ ମୁକୁନ୍ଦଙ୍କର ପ୍ରିୟ ଅସ୍ତ୍ର ସୁଦର୍ଶନ ଚକ୍ର ହେଉଛି କୋଟି କୋଟି ସୂର୍ଯ୍ୟ ସମାନ ତେଜସ୍ୱୀ ଓ ପ୍ରଳୟକାଳୀନ ଅଗ୍ନି ସମାନ ଜାଜ୍ୱଲ୍ୟମାନ। ସୁଦର୍ଶନର ତେଜରେ ଆକାଶ ଦଶ ଦିଗ ଅନ୍ତରିକ୍ଷ ଚମକି ଉଠିଲା। ସେ ଦକ୍ଷିଣା ଯାଇ ସେ ଅଭିଚାର ଅଗ୍ନିକୁ ନିସ୍ତେଜ କରିଦେଲା। ହେ ରାଜନ, ଭଗବାନ ଶ୍ରୀକୃଷ୍ଣଙ୍କ ଅସ୍ତ୍ର ସୁଦର୍ଶନ ଚକ୍ରର ଶକ୍ତିରେ କୃତ୍ୟରୂପ ଅଗ୍ନିର ମୁହଁ ଭାଙ୍ଗିଗଲା ଓ ତାର ତେଜ ନଷ୍ଟ ହୋଇଗଲା ଓ ସେ ଶକ୍ତିହୀନ ହୋଇଗଲା। ସେ ସେଠାରୁ କାଶୀ ଫେରିଯାଇ ସେ ଋତୁଜ ଆଚାର୍ଯ୍ୟମାନଙ୍କ ସହିତ ସୁଦକ୍ଷିଣକୁ ଜାଳି ଭସ୍ମ କରିଦେଲା। ଏପରି ଭାବରେ ସେ ରାଜକୁମାରର ଅଭିଚାର ତାର ନିଜ ବିନାଶର କାରଣ ହୋଇଗଲା। କୃତ୍ୟାର ପଛେ ପଛେ ସୁଦର୍ଶନ ଚକ୍ର